ମା ଭଉଣୀ ଭାଉଜଙ୍କ ହାତ ରନ୍ଧାରେ ଦୁନିଆ ଗୁଣ କାଢୁଥିବା ପୁଅଟି ଭଲ ଲାଗୁନି, ଏଇଟା ମୁଁ ଖାଇବିନି, ତମେ ଏମିତି ରୋଷେଇ କରୁଛ, ଏମିତି ମଣିଷ ଖାଆନା, ଏମିତି ଗୁଣ କାଢୁଥିବା ପୁଅଟି ଯେତେବେଳେ ବିଦେଶକୁ ଯାଏ, ବାହାର ରାଜ୍ୟର ଅଚିହ୍ନା ଲୋକଙ୍କୁ ସାଥିରେ ରଖି ନିଜ ପରିବାର ଭଳି ଭାବି ନିଜ କାମ ତାମାନେ ମାର୍କେଟିଂ କରିବା, ବାସନ ମାଜିବା, ରୋଷେଇବାସ କରିବା, ଡ୍ରେସ୍ ପଲିସି କରିବା, ଡ୍ରେସ୍ ୱାସିଂ କରିବାଠାରୁ ଆରମ୍ଭ କରି ଯାବତୀୟ କାମ କଲା ପରେ ବି ସୁଦ୍ଧା ଯଦିଓ କେତେବେଳେ ଦେହ ଭଲ ନଥାଏ ତଥାପି ବାଧ୍ୟତାମୂଳକ ତାକୁ ଡ୍ୟୁଟି ଯିବାକୁ ପଡ଼େ କଣ୍ଡକ୍ଟରର ପ୍ରେସରରେ। ମନ ଭଲ ନଥିଲେ ପାଖରେ ମିଠା କଥା କହିବାକୁ କେହି ପଦେ ନଥାଏ। ଏସବୁ କଲା ପରେ ବି ସୁଦ୍ଧା ଯେତେବେଳେ ଘରୁ ମା ଫୋନ୍ କରି ପଚାରେ ପୁଅରେ ଦେହ ଭଲ ଅଛି ନା, ଦେହର ବ୍ୟଥା ମନର କୋହକୁ ଲୁଚାଇ ପୁଅ ସେତେବେଳେ ହଁ ମା ଦେହ ଭଲ ଅଛି। ଆଉ ଯେଉଁ ମା ଭଉଣୀଙ୍କ ଉପରେ ବିରକ୍ତ ହେଉଥାଏ ତୁମେ ରୋଷେଇ କରିପାରୁନା ବୋଲିକିରି, ସେଇ ମା ଭଉଣୀ ଭାଉଜ ନିଜ ଘରର ପରିବାରର ଦୁଃଖକୁ ବା ଘରର ଯେଉଁ ଅର୍ଥର ଅଭାବକୁ ଦୂର କରିବା ପାଇଁ ବର୍ଷ ବର୍ଷ ଧରି ପୁଅଟି ବିଦେଶରେ ପଡ଼ି ରହିଥାଏ। ବିଦେଶ ଦୁଃଖ ବା ବିଦେଶର ଯେଉଁ ଯନ୍ତ୍ରଣା ଏକୁ ପୁରୁଷ ଗୋଟେ ପ୍ରକାଶ କରିପାରେନି, ବାସ୍ ତା ମନ ଭିତରେ ଗୋଳେଇ ଘାଣ୍ଟି ହେଇ ଚୁପଚାପ ସହିଯାଏ, ସେଇ ତା ପରିବାର ଲୋକଙ୍କୁ ଟିକେ ଖୁସି ଦେବା ପାଇଁ, ଟିକେ ସୁଖ ଦେବା ପାଇଁ। ପ୍ରତ୍ୟେକ ମଧ୍ୟବିତ୍ତ ପରିବାରର